ଜୟ ଜଗନ୍ନାଥ। ଆଜି କଣ କହିଲ ଆଲୋଚନା କରିବାକୁ? ଅଚ୍ୟୁତଙ୍କ 14 ଜନ୍ମ। ମନେ ରଖିଥାଅ, ଯେତେବେଳେ ଅଚ୍ୟୁତାନନ୍ଦ ମହାପୁରୁଷ ଚତୁର୍ଦଶ ଜନ୍ମ ହେବେ, ସେତେବେଳେ କଳି ସରିବ ବୋଲି ମହାପୁରୁଷ କଣ କରୁଛନ୍ତି? ପ୍ରମାଣ ଦେଇଛନ୍ତି। 13 ଜନ୍ମଟା 13 ଜନ୍ମ ଶରଣୀ ଲେଖିଛନ୍ତି। 13 ଜନ୍ମ 13 ଯୁଗ ପରି ନାଗେ, ମୋତେ ସିନା ରାମ ଦାସ, କିଛି ବାକି ଥିବ ଚତୁର୍ଦଶ ଜନ୍ମେ, ଯିବି ମୁଁ ପ୍ରଭୁର ପାଶ। କହିଲେ 13 ଜନ୍ମ ରାମ ମତେ 13 ଯୁଗ ପରି ନାଗୁଛି, ଏବଂ କିଛି ମୋର ବାକି ରହିଥିବ, ଚତୁର୍ଦଶ ଜନ୍ମରେ ମୁଁ ପ୍ରଭୁଙ୍କ ପାଖକୁ ଯିବି। ତାହେଲେ 13 ଜନ୍ମ କିଏ ସେ? ଦ୍ୱାଦଶ ଗୋପାଳଙ୍କ ଦେହରେ ଅଚ୍ୟୁତ ବିହାର କରିବ 13 ଜନ୍ମରେ। ଆଉ ଗୋଟିଏ ରୂପରେ କଣ ହେଇଥିବେ? ସ୍ଥାଣୁ ହେଇଥିବେ। ଏଠି ଦିଟା ରୋଲ ମନେ ରଖିଥାଅ। ଦ୍ୱାଦଶ ଗୋପାଳଙ୍କ ଦେହରେ ଅଚ୍ୟୁତ ଖେଳିବେ, ହେଲା। ପୁଣି ଆଉ ଗୋଟେ ଜାଗାରେ ଅଚ୍ୟୁତଙ୍କ ଦେହରେ ଠାକୁର ଖେଳିବେ। ଅଚ୍ୟୁତ ଖେଳିବେ କାହା ଦେହରେ? ଦ୍ୱାଦଶ ଗୋପାଳଙ୍କ ଦେହରେ। ପୁଣି ଅଚ୍ୟୁତଙ୍କ ଦେହରେ ଠାକୁର ଖେଳିବେ। ଯୋଉ ଅଚ୍ୟୁତଙ୍କ ଦେହରେ ଠାକୁର ଖେଳିବେ, ସେଇଟା ହଉଛି ଚତୁର୍ଦଶ ଜନ୍ମ। ବେନି ରୂପ ହେବି ବିଦ୍ୟା ନ ପଢିବି, ସର ବିଦ୍ୟା ପାରପତ। ବେନି ରୂପ ହେବେ, ଦୁଇଟା ରୂପ ହେବେ। ଗୋଟିଏ ରୂପରେ କଣ ହେବେ? ଦ୍ୱାଦଶ ଗୋପାଳଙ୍କ ଦେହରେ ଖେଳିବେ। ଆଉ ଗୋଟେ ଯୋଉ ରୂପରେ କଣ ହେଇଯିବେ? ମହାପୁରୁଷ ଦେହରେ ଠାକୁର ଖେଳିବେ। ଯୋଉ ଚତୁର୍ଦଶ ଜନ୍ମ ଯୋଉ ମହାପୁରୁଷ ହେଇଥିବେ, ସେ ଦୀକ୍ଷା ଗୁରୁ ରବିଦାସଙ୍କୁ କରିଥିବେ, ଗୁଣଦାସଙ୍କୁ କରିଥିବେ, ତାଙ୍କଠୁ ଦୀକ୍ଷା ନେଇଥିବେ, ହେଲା। ଏବଂ ଦେବଦେବ ପ୍ରଭୁ ଗୁରୁଦେବ ବ୍ରହ୍ମଙ୍କର, ଶିବଙ୍କର ସେ ଆରାଧନା କରୁଥିବେ। ବୁଝି ହଉଛି ନା? ସେ ଯୋଉ ଚତୁର୍ଦଶ ଜନ୍ମଟା କୋଉଠି? 13 ଜନ୍ମ ଶରଣ ତମେ ସମସ୍ତେ ପଢିଛ, ଦେଖିନାହାନ୍ତି ନା? ଉଣାକ୍ଷର ଘରେ ଲୀଳା ଲାଗିଥିବ, ଖଣ୍ଡଗିରି ଅନ୍ତରାଳେ, କ୍ଷତ୍ରିୟ କୂଳରେ ଜନ୍ମ ହୋଇବୁ, ବିଷ୍ଣୁଙ୍କୁ ଦେଖିବୁ ଦୂରେ। ଦେଖିଛନ୍ତି ନା ଦେଖିନାହାନ୍ତି? କ୍ଷତ୍ରିୟ ସେ ନୁହଁ, କିନ୍ତୁ ବୃତ୍ତି ଦେବ କ୍ଷତ୍ରିୟ ବୃତ୍ତି। କାହିଁ କହୁଛି? ସେ ଯୋଉ ନାଁଟି ମେନସନ କରିଛନ୍ତି, ସେ କ୍ଷତ୍ରିୟ ନୁହଁ, ସେ ବଂଶଟା କ୍ଷତ୍ରିୟ ନୁହେଁ, କିନ୍ତୁ ବୃତ୍ତିଟା ହଉଛି କଣ? କ୍ଷତ୍ରିୟ। ଆମର ଏଠି ଯୋଉ ପରଶୁରାମ ଭାଇ ଦେଖୁଛେ, ସେ କଣ? ବ୍ରାହ୍ମଣ ପିଲା ନା ନାଇଁ? ବୃତ୍ତି କଣ? କ୍ଷତ୍ରିୟ ବୃତ୍ତି। ସେଥିପାଇଁ କହିଲେ, ଅଣାକ୍ଷର ଘରେ ଲୀଳା ଲାଗିଥିବ, ଖଣ୍ଡଗିରି ଅନ୍ତରାଳେ, କ୍ଷତ୍ରିୟ କୂଳରେ ଜନ୍ମ ହୋଇବୁ, ବିଷ୍ଣୁଙ୍କୁ ଦେଖିବୁ ଦୂରେ। ସେ ସେଇ ଜନ୍ମରେ ଆଖିରେ ବିଷ୍ଣୁଙ୍କୁ ଦେଖିବେ। ଏଠି ସୂକ୍ଷ୍ମ ନିରାକାରବାଦୀ କଥା କହୁନା, ସ୍ଥୂଳବାଦରେ ପ୍ରଭୁ କଣ କରିବେ? ତାଙ୍କୁ ଦେଖା କହିଲେ କଣ? ଖଣ୍ଡଗିରି ଅନ୍ତରାଳେ ମାନେ ଏକାମ୍ର କ୍ଷେତ୍ର। ପୁଣି ଦେଖୁ ସେଇ 13 ଜନ୍ମ ଶରଣରେ ଲେଖିଛନ୍ତି, ବୃନ୍ଦାବନ ତେଜି ପ୍ରଭୁ ଏକାମ୍ର କ୍ଷେତ୍ରେ ଯାଇ। ତଳପଦଟା କହୁନି, ବୃନ୍ଦାବନକୁ ପ୍ରଭୁ କୃଷ୍ଣଚନ୍ଦ୍ର ତ୍ୟାଗ କରି ଏକାମ୍ର କ୍ଷେତ୍ରରେ ଅମକ ବଂଶରେ କହିଯିବେ ଉଦ୍ଧାର ହେବାର ପାଇଁ, ତାଙ୍କ ବାଟ ଦେଖେଇ ଦେଇକି ଯିବେ। ବୁଝି ହଉଛି ନା? ସେଠି କହିଲେ ଏକାମ୍ର କ୍ଷେତ୍ରରେ କାର? ଅଚ୍ୟୁତଙ୍କର 14 ଜନ୍ମଟା ହବ ବୋଲି କହିଛନ୍ତି ନା କହିନାହାନ୍ତି?
ଏଟା ଆମେ କହୁ, ଆକୁ ସମାଧାନ କରିଦେଲେ। ମହାପୁରୁଷଙ୍କର ଖଣ୍ଡେ ଶାସ୍ତ୍ର କଳ୍ପଖଣ୍ଡ ବୋଲି ଖଣ୍ଡେ ଅଛି ହେଲା। ସେ କଳ୍ପଖଣ୍ଡରେ ମହାପୁରୁଷ ସେ ଶାସ୍ତ୍ରରେ କଣ କଲେ, ଆକୁ ସମାଧାନ କଲେ। ଆଉ ଗୋଟେ ଭଲ କଥା ମନେ ରଖିଥାଅ, ପଦ୍ମ ପୋଖରୀ ବୋଲନ୍ତେ ତମେ ସବୁ ଭାବୁଥିବ କଣ ପୋଖରୀ ଭିତରେ ପଦ୍ମ ଫୁଟିଥିବ, ପଦ୍ମ ପୋଖରୀ, ହଁ କି ନାଇଁ? ଦ୍ୟାଟ୍ସ ରଙ୍ଗ। ସେଟା କିଏ ନ ଜାଣିଛି କି? ମହାପୁରୁଷ ପଦ୍ମ ପୋଖରୀ କୋଉଠି ସ୍ୱତନ୍ତ୍ର ଭାବେ ଲେଖିଛନ୍ତି। ଏବଂ ପଦ୍ମ ପୋଖରୀ କାହାକୁ କୁହନ୍ତି ତାହା ଅର୍ଥ ବି ସିଏ ଲେଖିଛନ୍ତି। ତାକୁ ସବୁ ଅଭ୍ୟାସଗତ କରିବାକୁ ପଡିବ। ଗୋଟେ ଜାଗାରେ ପ୍ରଶ୍ନ କରୁଛନ୍ତି, ଗୋଟେ ଜାଗାରେ ସମାଧାନ କରୁଛନ୍ତି। ତେଣୁ ସେ ଯୋଉ ଚତୁର୍ଦଶ ଜନ୍ମ ଯୋଉଠି ହେଇଥିବେ, ତମେ ଯଦି ସେଇ ଅଙ୍କଟାକୁ ଧରିବ ତାହେଲେ କଣ ହବ? ତମେ ଠିକ ସମୟ ନିର୍ଘଣ୍ଟ କରିପାରିବ। ଆଉ ଛନ୍ଦି ବାନ୍ଧିକି ଯେତେ କହିଲେ ସମୟ ନିର୍ଘଣ୍ଟ ହେଇପାରିବ ନାହିଁ। ତେଣୁ ମହାପୁରୁଷ କହୁଛନ୍ତି ତାଙ୍କ ଚତୁର୍ଦଶ ଜନ୍ମଟା କୋଉଠି ହବ? କ୍ଷୀର ନଦୀ କୂଳେ ଜନ୍ମ ହେବି। କୋଉ ଅକ୍ଷରେ ନାଁ ହବ ସେଟା କହିବି ନା, ଅମକ ଅକ୍ଷରେ ନାମ ବହି। କାରଣ ପ୍ରଭୁଙ୍କର ଲୀଳା ସବୁ ହଉଛି ଗୁପ୍ତ, ସେଟା ଆମେ ଖୋଲିକି ଲେଖାଟା କହିବାଟା ଆମ ପାଇଁ ହଉଛି କ୍ଷତିକାରକ। କହିଲେ କ୍ଷୀର ନଦୀ କୂଳରେ ମୁଁ ଜନ୍ମ ଗ୍ରହଣ କରିଥିଲି, ଅମକ କୂଳରେ ନାମ ବହି। କୋଉ କ୍ଷୀର ନଦୀ? କ୍ଷୀର ତ ଅନେକ ଅଛି। ବୈତରଣୀ କ୍ଷୀର ନଦୀ, ଖରସୁଆ କ୍ଷୀର ନଦୀ, ଜରିଆ କ୍ଷୀର ନଦୀ, ଗୋବରୀ କ୍ଷୀର ସିନ୍ଧୁ, ଗେଙ୍ଗୁଟି କ୍ଷୀର ନଦୀ, ପ୍ରାଚୀ ମଧ୍ୟ କ୍ଷୀର ନଦୀ। ଆଉ ଥିବ, ଆମେ ଯେତିକି ଜାଣିଛୁ। ଏଠି କହୁଛନ୍ତି କ୍ଷୀର ନଦୀ କୂଳେ ଜନ୍ମ ହେବି। ହେ ରାମ, ମୁଁ କ୍ଷୀର ନଦୀ କୂଳରେ କଣ ହେବି? ଜନ୍ମ ଗ୍ରହଣ କରିବି। ଅମକ ଅକ୍ଷରେ ନାମ ବହି, ମୋ ନାଁଟା ଅମକ ଅକ୍ଷରରେ ହୋଇଥିବ। ପୁଣି କଣ କହିଲେ? ବିଷ୍ଣୁ ବୃକ୍ଷକୁ ଆଶ୍ରା ମୋର, ବିଜୟ ଅନାଦି ଠାକୁର। ମୁଁ କ୍ଷୀର ନଦୀ କୂଳରେ ଜନ୍ମଗ୍ରହଣ କରିଥିବି, କିନ୍ତୁ ବିଷ୍ଣୁ ବୃକ୍ଷକୁ ମୁଁ ଆଶ୍ରା କରିଥିବି। ବୁଝିହଉଛି ନା? ବିଜୟ ଅନାଦି ଠାକୁର, ସେ ବିଷ୍ଣୁ ବୃକ୍ଷରେ ଅନାଦି ଠାକୁର ବିଜୟ କରିଥିବେ, ମାନେ ନିରାକାର ବିହାର କରୁଥିବେ ବା ଅଲେଖ ପୁରୁଷ ବିହାର କରୁଥିବେ। ବିଷ୍ଣୁ ବୃକ୍ଷ କିଏ? ସେ ଅସୁସ୍ଥ। ବୃକ୍ଷଙ୍କ ମଧ୍ୟ ଅସୁସ୍ଥ, ହସ୍ତିକ ମଧ୍ୟ ଐରାବତ, ମତ୍ସ୍ୟଙ୍କ ମଧ୍ୟରେ ମକର, ମାସେ ମୁଁ ଅଟେ ମାର୍ଗଶିର, ଋତୁଙ୍କ ମଧ୍ୟରେ ମୁଁ ବସନ୍ତ, ହସ୍ତିଙ୍କ ମଧ୍ୟରେ ମୁଁ କଣ? ଐରାବତ। ତେଣୁ ବିଷ୍ଣୁ ବୃକ୍ଷ ହଉଛି କିଏ? ସେ ଅସୁସ୍ଥ ବୃକ୍ଷ। ଆଉ ସବୁ ଗାଁ ଗହଳିରେ ବରଗଛ ଓସ୍ତ ଗଛ ବାହାଘର କରନ୍ତି ନାଇଁ ନା? ସେଠି ପୁରୁଷ ବୃକ୍ଷ ହଉଛି କିଏ? ସେ ଅସୁସ୍ଥ ଗଛ। ବର ଗଛ ହଉଛି କନ୍ୟା ଗଛ। ବୁଝିପାରୁଛ ନା? କିନ୍ତୁ ଲୋକମାନେ ଜାଣିପାରନ୍ତି କଣ ବରଗଛକୁ ବରଗଛ, ବରଗଛ ଓସ୍ତ ଗଛକୁ କନ୍ୟା ଗଛ, ଏଇଆ ଭାବନ୍ତି। ନା, ସେଇଟା ଠିକ ନୁହଁ। ବିଷ୍ଣୁ ବୃକ୍ଷ ହଉଛି ଅସୁସ୍ଥ ଗଛ। ଶ୍ରୀମଦ ଭଗବତ ଗୀତା ମଧ୍ୟ ଆକୁ ପ୍ରମାଣ କଲା। ଗୁପତ ଲୀଳାର ବିଚାର କଳାଗିରିରେ ପ୍ରାଚୀ କୂଳ। କହିଲେ ପ୍ରାଚୀ କୂଳରେ ମଧ୍ୟ ଗୋଟେ କଳାଗିରି ବିଜୟ। କହିଲେ ପ୍ରାଚୀ କୂଳରେ ସେ ବିଷ୍ଣୁ ବୃକ୍ଷ ଥିବ, ସେଠି ଅନାଦି ଠାକୁର ବିଜୟ କରିଥିବେ। ସେ ବୃକ୍ଷକୁ କଣ? ଚତୁର୍ଦଶ ଜନ୍ମରେ ମହାପୁରୁଷ ଆଶ୍ରା କରିଥିବେ। ତାହେଲେ କୋଉ ମାସରେ ଜନ୍ମ ହେଇଥିବେ?
କିନା ବୁଲୁ। ଠାକୁରଙ୍କର ଜନ୍ମ ଉପରେ ଅନେକ ବିଷୟ ଆଲୋଚନା ହୁଏ। ବୈଶାଖ ଶୁକ୍ଳ ଦ୍ୱିତୀୟାରେ ପ୍ରଭୁ ଏବେ ଜନ୍ମ, ଏସବୁ ଲେଖା ଅଛି। କିନ୍ତୁ ଅଚ୍ୟୁତ ଲେଖିଛନ୍ତି ତାଙ୍କର ଜନ୍ମ ମଧ୍ୟ କୁଣ୍ଡଳୀ, ସେ କୋଉ ମାସରେ ଜନ୍ମ ହେଇଥିଲେ। ଝିଟି ପିଟି ହଉଥିଲା। କଣ କହିଲେ? ମୀନ ମାସ ଯେ ହସ୍ତା ଚନ୍ଦ୍ରେ ଜନ୍ମ ହୋଇବୁ ମହିଗତି। ହେ ରାମ, ଚତୁର୍ଦଶ ଜନ୍ମରେ ଆମେ ମୀନ ମାସରେ ଜନ୍ମଗ୍ରହଣ କରିବୁ ଏବଂ ନକ୍ଷତ୍ର ଥିବ କଣ? ହସ୍ତା ଚନ୍ଦ୍ର। ଜନ୍ମ ହୋଇବୁ ମହିଗତି, ଆମେ ସେଇ ସମୟରେ କଣ ହବୁ? ମହିମଣ୍ଡଳରେ ଜନ୍ମଗ୍ରହଣ କରିବୁ। କର୍କଟ ଲଗ୍ନେ ହେବ ଜାତ ଶୁଣତୁ ବରଦର ସୁତ। ମୋର କିନ୍ତୁ ଲଗ୍ନ ହେଇଥିବ କର୍କଟ। ରାମକୁ କହୁଛନ୍ତି କୋଉ ଜନ୍ମ? ଚତୁର୍ଦଶ ଜନ୍ମ ବିଷୟ। ହସ୍ତା ନକ୍ଷତ୍ରରେ ଜନ୍ମ ହେଇଥିବେ, ମୀନ ମାସରେ ଜନ୍ମ ହେଇଥିବେ, କର୍କଟ ଲଗ୍ନ ହେଇଥିବ। କର୍କଟ ଲଗ୍ନେ ହେବୁ ଜାତ ଶୁଣତୁ ବରଦର ସୁତ। ବ୍ରଜସୁତ ମାନେ ସେ ରାମ ଆଉ। ଚତୁର୍ଦଶ ଜନ୍ମର ବିଚାର କହିଲୁ ତୋର ଅଗ୍ରହ। ଏଇ ଚତୁର୍ଦଶ ଜନ୍ମ କଥା ମୁଁ ତୋ ଆଗରେ କହୁଛି, କିନ୍ତୁ ଏ ବିଷୟ ସଂସାରରେ କେହି ଜାଣିପାରିବେ ନାହିଁ। ଅଚ୍ୟୁତ ଲେଖିଛନ୍ତି, ରାମ ତୁ ଲୀଳା ପ୍ରକଟ କରୁଥିବୁ, ମୁଁ ଗୁପ୍ତରେ ରହିଥିବି, ଖୋଜି ଖୋଜି ଭକ୍ତ ମତେ କେହି ପାଇବେ ନାହିଁ। ଲେଖିନାହାନ୍ତି ନା ଯାଇ ଫୁଲ ସେଇ ଶିଶୁ ଅନନ୍ତ ମଧ୍ୟ ଲେଖିଛନ୍ତି, ଅନନ୍ତ ମହିମା ଗୁପତ ଗୁପତ ଅଚ୍ୟୁତ ହୋଇବେ ଚୋର। କଣ ସେ ଚୋରି କରୁଥିବେ, ଡକାୟତ କରୁଥିବେ? ନା, ସିଏ ମାନେ ସିଏ ଲୁଚିକି ରହିଥିବେ। ବଳରାମ ଦାସ ଭାର ବହୁଥିବ, କଦଳୀ ବାରିରେ ଘର। ଏହିପରି ଭାବରେ ମହାପୁରୁଷଙ୍କର ଲୀଳା ଖେଳା ହେବ ବୋଲି ମହାପୁରୁଷ ଆମ ମାନଙ୍କୁ କଣ କରୁଛନ୍ତି? ଦିଗ୍ଦର୍ଶନ ଦେଉଛନ୍ତି। ଏତିକି ମନେ ରଖିଥାଉ ଭକ୍ତ, ମୁଁ କହୁଛୁ ଅଚ୍ୟୁତ ଖେଳିବେ ଦ୍ୱାଦଶ ଗୋପାଳଙ୍କ ଦେହରେ ସେଇ ଏକ ସମୟରେ, ପୁଣି ଅଚ୍ୟୁତଙ୍କ ଦେହରେ ଠାକୁରେ ଖେଳିବେ ମଧ୍ୟ ସେଇ ସମୟରେ। ହେଲା, ଆଉ ଗୋଟେ ମନେ ରଖ, ଅଚ୍ୟୁତ କହିଛନ୍ତି ବଳଦେବ ହେବେ ରାଜା କାହ୍ନୁ ପରିଚାର। ଇଏ ଠିକ। ଭୀମ ବୋଇ କହିଲେ ଅନାଦି ହୋଇବେ ରଜା, ଇଏ ମଧ୍ୟ ଠିକ। ଆର ଅର୍ଥ ବାହାରିବ ଶେଷକୁ ଗୋଟେ। ବୁଝିପାରିଲେ ନା ବୁଝିପାରିଲେନି? ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ସେ ଅଚ୍ୟୁତ ମହାପୁରୁଷଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ଭୋଳାନନ୍ଦ